ମୁଁ ତ ବିଶେଷ କିଛି ଜାଣି ମୁଁ ଯାହା ଖବର ପାଇଥିଲି ଶିଆଳି ମୋର ଏରସମା ନିର୍ବାଚନ ମଣ୍ଡଳୀରେ ଶିଆଳି ବୋଲି ଗୋଟେ ଜାଗା ଅଛି। ଦାମୋଦର ରାଉତ ସେଟାକୁ ଡେଭଲପ୍ କରିଥିଲେ ଶିଆଳିକୁ ଗୋଟେ ପର୍ଯ୍ୟଟନ କ୍ଷେତ୍ରରେ ବି ମାନ୍ୟତା ପାଇଥିଲା। ଶିଆଳି ବହୁତ ସୁନ୍ଦର ଜାଗା, ସାରା ଓଡ଼ିଶାର ଲୋକ ଯାଆନ୍ତି ସେଠିକି। ତ ସେ ଶିଆଳିରେ ଗୋଟିଏ ଦାମୋଦର ରାଉତଙ୍କ ଗୋଟେ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ବୋଲି ଯୋଜନା କରିଥିଲେ ସେଠିକାର କିଛି ସ୍ଥାନୀୟ ପିଲାମାନେ। ସେଇ ପରିପ୍ରେକ୍ଷୀରେ ସେମାନେ ଗୋଟେ ଷ୍ଟାଚ୍ୟୁ ତିଆରି କରିଥିଲେ ଏବଂ ସେଇଟା ଆସନ୍ତା 26 ତାରିଖ ଦିନ ଇନାଗୁରେଟ୍ ହେଇଥାନ୍ତା। ମାନ୍ୟବର ସାଂସଦ ବିଭୁ ତରେଇଙ୍କ ଦ୍ୱାରା ହେଇଥାନ୍ତା। ବାକି ଅନ୍ୟମାନଙ୍କୁ ଡକା ହେଇଥିଲା, ବ୍ୟକ୍ତିବିଶେଷ ସେମାନେ ବି ଯାଇଥାନ୍ତେ। ତ ଶୁଣିବାକୁ ମିଳିଲା ଯେ ସ୍ଥାନୀୟ ପ୍ରଶାସନ ସେଟାକୁ ଭାଙ୍ଗିଦେଲା। ତ ମୋର କହିବା କଥା ହେଉଛି ପୂଜ୍ୟ ପୂଜା ଯେଉଁ ଦାମୋଦର ରାଉତ ଖାଲି ଗୋଟେ ବ୍ୟକ୍ତିବିଶେଷ ନୁହନ୍ତି, ଜଗତସିଂହପୁର ଜିଲ୍ଲା ନୁହଁ ସାରା ଓଡ଼ିଶାର ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ଯାହାକୁ ସମସ୍ତେ ଭଲ ପାଆନ୍ତି, ଆଦର କରନ୍ତି ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ଅନେକ ଶୀର୍ଷରେ। ତ ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପାଇଁ ଯେଉଁ ଯୋଜନା କଲା ପ୍ରଶାସନ, এইটা ହେଉଛି ତାଙ୍କ ଦଳର ଆଭ୍ୟନ୍ତରୀଣ କଥା। ତେଣୁ ଜଣେ ଉଦ୍ଘାଟନ କଲେ ଆଉ ଜଣେ ତାକୁ ବିରୋଧ କରିକି ଏଇ ଟାଇପ୍ର କରାହେଉଛି ମୁଁ ଜାଣିଲି। ନିଶ୍ଚିତ ଭାବରେ ମୋର ଖାଲି ଗୋଟିଏ କହିବା କଥା, ଦାମୋଦର ରାଉତଙ୍କୁ ନେଇକି କୌଣସି ରାଜନୀତି ନ କରନ୍ତୁ, ବୁଝିବା ଦରକାର। ତେଣୁ ସେଠି ଗୋଟିଏ କଥା ହେଉଥିଲା କ'ଣ ନା ଆପଣ ଯେକୌଣସି ଷ୍ଟାଚ୍ୟୁ ଲଗେଇବେ ତା ପୂର୍ବରୁ ସେଇଟା ଆଇଦର ଗଭର୍ଣ୍ଣମେଣ୍ଟରୁ ଆପଣ ପରମିସନ୍ ଲଗାଇବେ ସେ ଜାଗା ପାଇଁ, ନଚେତ ପ୍ରାଇଭେଟ୍ ପ୍ରପର୍ଟିରେ କରିବେ। এই দুইটির জিনিসর অভাব লা সে জায়গায় মু জাঁলি। তো প্রশাসনকে দোষ ଦେଇପାରିବି ନାହିଁ ଆ ଦେହରେ। କିନ୍ତୁ ପ୍ରଶାସନ ଭାଙ୍ଗିବା ଅପେକ୍ଷା ତାକୁ ସ୍ଥାନାନ୍ତରଣ କରିପାରିଥାନ୍ତା। ଭାଙ୍ଗିବା ଭଳିଆ ଜିନିଷ କିଛି କରିବା ଆବଶ୍ୟକତା ନଥିଲା। ମୁଁ ତ ପ୍ରଶାସନକୁ ବି ଦୋଷ ଦେଉନି। এইটা ମାନେ ଯେଉଁମାନେ କରୁଛନ୍ତି ସେମାନେ ବୁଝିବା ଦରକାର ଥିଲା ଏଭଳିଆ କଲେ ନିଶ୍ଚିତ ଭାବରେ। ହଁ, କିଛି ଦୂରରେ ବିଜୁବାବୁଙ୍କର ଅଛି, କିନ୍ତୁ ବିଜୁବାବୁଙ୍କ ଷ୍ଟାଚ୍ୟୁ ଯେଉଁଠି ଅଛି ସେଇଟା ଦାମୋଦର ରାଉତ କରିଥିଲେ ବିଜୁବାବୁଙ୍କର ଶିଆଳିରେ, ଏବଂ ସେତେବେଳେ ବିଧିବଦ୍ଧ ପ୍ରଶାସନ ନିଆହେଇଥିବ ପରମିସନ୍। କିନ୍ତୁ ଏ କ୍ଷେତ୍ରରେ ବୋଧହୁଏ ସେଇଟା ବିଚ୍ୟୁତି ହେଇଛି, ଯେଉଁଥିପାଇଁ ପ୍ରଶାସନ ଏ ପ୍ରକାର ପଦକ୍ଷେପ ନେଲା। କିନ୍ତୁ ଯଦି ପ୍ରଶାସନ ନେଲା ତ ମୋର ଏତିକି କହିବା କଥା, ଭାଙ୍ଗିବା ଅପେକ୍ଷା ତାଙ୍କୁ ସମୟ ଦେଇଥିଲେ ସ୍ଥାନାନ୍ତର। ଏଇଟା 26 ତାରିଖ ଯେଉଁ ଉଦ୍ଘାଟନ ହେଇଥାନ୍ତା ସେଟାକୁ ବନ୍ଦ କରିକି ତାଙ୍କୁ ସମୟ ଦିଆହେଇଥାନ୍ତା। ଆଉ ଗୋଟେ ଜାଗାକୁ ସେଇଟା ତୁମେ ପ୍ରତିଷ୍ଠା କର, ସେ ଜାଗାରେ କରିପାରିବ। ଆଇଦର ସେଇଟା ପ୍ରାଇଭେଟ୍ ପ୍ରପର୍ଟି ହେଉ କି ଗଭର୍ଣ୍ଣମେଣ୍ଟରୁ ବିଧିବଦ୍ଧ ପରମିସନ୍ ନେଇ କର। କିନ୍ତୁ ଭାଙ୍ଗିବାର କୌଣସି ଆବଶ୍ୟକତା ନଥିଲା, ଏ ହେଲା କଥା। ବର୍ତ୍ତମାନ ଆଗାମୀ ଦିନରେ ଏରସମା ଯେହେତୁ ତାଙ୍କୁ ଏରସମା ଶ୍ରୀ କହନ୍ତି, ତେଣୁ ଏରସମା ବଜାର ଉପରେ ତାଙ୍କୁ ଏରସମାର ସବୁ କର୍ମୀମାନେ ଯେଉଁମାନେ ଦାମକୁ ଭଲ ପାଆନ୍ତି ସେମାନେ ଆଗାମୀ ଦିନରେ ତାଙ୍କର ଗୋଟେ ବଡ଼ ବିଧିବଦ୍ଧ ଷ୍ଟାଚ୍ୟୁ ଗୋଟେ କରିବା ପାଇଁ ଯାଉଛନ୍ତି। ସେଇ ପ୍ରକାର କୁଜଙ୍ଗରେ ଏବଂ ପାରାଦ୍ୱୀପରେ ମଧ୍ୟ ହେବାକୁ ଯାଉଛି, କିନ୍ତୁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି କ୍ରମେ। ତେଣୁ ପାରାଦ୍ୱୀପ ପୋର୍ଟରେ ଆମର ପାରାଦ୍ୱୀପ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ତାଙ୍କ ନେତୃତ୍ୱରେ ପାରାଦ୍ୱୀପ ପୋର୍ଟକୁ ମଧ୍ୟ ଆପ୍ଲାଏ କରାହେଇଛି। ସେ ଯେଉଁ ଜାଗା ଦେଇଦେବେ ସେ ଜାଗାରେ ସେଇଟା କରାହେବ। କୁଜଙ୍ଗରେ ମଧ୍ୟ ତହସିଲଦାରକୁ ଆପ୍ଲାଏ କରାଯାଇଛି, ଯେଉଁଠି ଆମର ଅଛି ଷ୍ଟାଚ୍ୟୁ ସେ ଜାଗାରେ ଆଉ ଗୋଟେ ଷ୍ଟାଚ୍ୟୁ ହେବ। ଆଦର କିଛି ନାହିଁ, କିନ୍ତୁ ନୀତି ନିୟମ ଭିତରେ କରିବାର ଉଚିତ ଥିଲା। ଏମାନେ ସେଇଟା ବୁଝିଲେନି। କିନ୍ତୁ ଯଦି ନ କରିଛନ୍ତି, ପ୍ରଶାସନ ଏତେ ବଡ଼ ଅଧ୍ୟତ୍ୟ ଭାଙ୍ଗିଦେବା এইটা କାହିଁ ମୁଁ ହଜମ କରିପାରୁନି। ଆଉ ମୋତେ କାଲି ସନ୍ଧ୍ୟାବେଳଠାରୁ ଅନେକ ଫୋନ୍ ଆସୁଛି, ଆମେ ଏହା କରିବୁ, ରାସ୍ତା ବନ୍ଦ କରିବୁ, ସେଇଟା କରିବୁ। ମୁଁ ମନା କରୁଛି ସେଇଟା କରନି, କିନ୍ତୁ ପ୍ରଶାସନ ଏଇଟା କରିବା ଉଚିତ ନଥିଲା। ଦାମୋଦର ରାଉତଙ୍କ ଷ୍ଟାଚ୍ୟୁଟା ଭାଙ୍ଗିଲେ କ'ଣ ହେବ? ଦାମୋଦର ରାଉତକୁ କ'ଣ ଲୋକଙ୍କ ମନ ଭିତରୁ ହଜେଇ ଦେଇପାରିବେ ଆପଣମାନେ? ତେଣୁ ସରକାର ଏଇଟା ନିଶ୍ଚିତ ଭାବରେ ଏଇଟା ହୀନମନ୍ୟତା, ମୁଁ ଏଇଟା କହିବି। ଭାଙ୍ଗିବାର ନଥିଲା, ତାକୁ ସ୍ଥାନାନ୍ତରଣ କରିବା ପାଇଁ ସୁଯୋଗ ଦେବା ଦରକାର ଥିଲା। ଯେ ଏ ଜାଗା ହେଉନି, ଏଇଟା ଯେହେତୁ ସରକାରୀ ଜାଗା, କିସମ ହେଉଛି ଜଙ୍ଗଲ କିସମ, ତେଣୁ ଆପଣ ଆଉ ଗୋଟେ ପ୍ରାଇଭେଟ୍ ପ୍ରପର୍ଟିକୁ ନେଇଯାଆନ୍ତୁ, ନଚେତ ନାହିଁ ବିଧିବଦ୍ଧ ଆମଠାରୁ ପରମିସନ୍ ନିଅନ୍ତୁ। ଏଇଟା କରିବାର ଥିଲା। ବିଜୁ ପଟ୍ଟନାୟକର ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ସେତେବେଳେ ଦାମୋଦର ରାଉତ ନେତା, କାହାର ସାହସ ଅଛି ହେଲା? ସେତେବେଳେ ବିଧିବଦ୍ଧ ସରକାରଙ୍କ ପରମିସନ୍ ନିଆହେଇଥିଲା ଏବଂ ବିଜୁବାବୁଙ୍କର ମଧ୍ୟ କରାହେଇଥିଲା। ଏ କ୍ଷେତ୍ରରେ ଏଇଟା ବହୁତ ବଡ଼ କିଛି କଥା ନୁହେଁ। ପ୍ରଶାସନ ଏତେ ତଳ ସ୍ତରକୁ ଯାଇ ଏଇଟା କରିବାଟା ଉଚିତ ନୁହେଁ, ହେଲା କଥା ମୋର। ତେଣୁ ମୋର କହିବା କଥା, ମାନ୍ୟବର ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ। ଯେଉଁମାନେ ସଂସାରରୁ ଚାଲିଗଲେଣି କିନ୍ତୁ ଯେଉଁମାନଙ୍କର ଓଡ଼ିଶା ପ୍ରତି କିଛି ଅବଦାନ ଅଛି ଏବଂ ଯେଉଁମାନଙ୍କର ଛାପ ଆଜି ବି ଓଡ଼ିଶାବାସୀଙ୍କ ହୃଦୟ ଭିତରେ ଅଛି, ଯେମିତି ଡକ୍ଟର ଦାମୋଦର ରାଉତ। ସାରା ଓଡ଼ିଶାରେ ଯାହାକୁ କହିବେ ସମସ୍ତେ ଜାଣନ୍ତି ଡକ୍ଟର ଦାମୋଦର ରାଉତ କ'ଣ। ତେଣୁ ସେ ଜାଗାରେ ସେମାନଙ୍କ ପ୍ରତିମୂର୍ତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା କଥା। ଏଭଳିଆ ଅଭାବନୀୟ ପରିସ୍ଥିତି ସୃଷ୍ଟି ନ କରନ୍ତୁ। ସେମାନେ ସଂସାରରୁ ଚାଲିଗଲେଣି କିନ୍ତୁ ସେ ବଞ୍ଚିଥିବା ଅବସ୍ଥାରେ ଓଡ଼ିଶା ପାଇଁ ଯଥେଷ୍ଟ ତାଙ୍କର ଅବଦାନ ଅଛି। ଲୋକଙ୍କ ପ୍ରତି ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ଅଛି, ତାକୁ କମ୍ ସେ କମ୍ ସମ୍ମାନ ଦେଇକି ଏଭଳିଆ ଜିନିଷ ନ କରନ୍ତୁ। ମୋର ଏତିକି କହିବା କଥା।